ଏହି ଦିନ ଆସିବ ଚାଷୀଙ୍କ ଖାତାକୁ ପିଏମ୍ କିଷାନର 20ତମ ଟଙ୍କା। ତ କେଉଁ ଦିନ ଆସିବ ଯଦି ଜାଣିବାକୁ ଚାହୁଁଛନ୍ତି ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଏହା ପୂର୍ବରୁ ଆମ ଚ୍ୟାନେଲଟିକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନ୍ ବେଲ୍କୁ ଦବାଇ ଅଲ୍ ସିଲେକ୍ଟ କରିଦିଅନ୍ତୁ। ତେବେ ଯେବେ କୌଣସି ଏମିତି ଲାଟେଷ୍ଟ ଅପଡେଟ୍ ଆସିବ ତ ଏହି ଚ୍ୟାନେଲରେ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ତ ଦେଶରେ କୋଟି କୋଟି ଚାଷୀ ଅଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରତିବର୍ଷ ଯେଉଁମାନଙ୍କୁ ଆର୍ଥିକ ସହାୟତା ଦିଆଯାଏ, ସରକାର ବାର୍ଷିକ 2000 ଟଙ୍କାର 3ଟି କିସ୍ତିରେ ଚାଷୀମାନଙ୍କୁ ମୋଟ 6000 ଟଙ୍କା ଦିଅନ୍ତି। ଏହା ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଏ। ସମସ୍ତ ଚାଷୀଙ୍କୁ ଏହି ଯୋଜନାରେ ଲାଭ ମିଳେ ନାହିଁ। ଏଥିପାଇଁ ଚାଷୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ପୂରଣ କରିବାକୁ ପଡ଼ିଥାଏ। ତାପରେ ହିଁ ସେମାନେ ଲାଭ ପାଆନ୍ତି। ଅନେକ ସମୟରେ ବିଭିନ୍ନ କାରଣ ଯୋଗୁଁ ଅନେକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପହଞ୍ଚି ପାରେ ନାହିଁ। ସେମାନଙ୍କର କିସ୍ତି ମଧ୍ୟ ଅଟକି ଯାଏ। ଯୋଜନାରେ ଏପର୍ଯ୍ୟନ୍ତ ମୋଟ 19ତମ କିସ୍ତି ଜାରି କରାଯାଇଛି। 19ତମ କିସ୍ତି 2025 ଫେବୃଆରୀରେ ଜାରି କରାଯାଇଥିଲା। ବର୍ତ୍ତମାନ ଚାଷୀମାନେ ପରବର୍ତ୍ତୀ ଅର୍ଥାତ୍ 20ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ସରକାର 20ତମ କିସ୍ତି କେବେ ଜାରି କରିବେ ତାହା ଜାଣିବାକୁ ଚାହୁଁଛନ୍ତି। ପ୍ରକାଶଯୋଗ୍ୟ ଯେ ଏହା ସରକାର 4 ମାସ ବ୍ୟବଧାନରେ ପଠାଇଥାନ୍ତି। ଫେବୃଆରୀ ମାସ ଅନୁଯାୟୀ ଜୁଲାଇ ମାସରେ 4ରେ ପୂରଣ ହେଉଛି। ଏପରି ପରିସ୍ଥିତିରେ କିସ୍ତି ଜୁଲାଇ ଶୀଘ୍ର ଜାରି ହୋଇପାରେ ଅନୁମାନ କରାଯାଉଛି। କିଷାନ ଯୋଜନାର ସମସ୍ତ କିସ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଜାରି କରାଯାଇଛି। 18 ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ମୋତିହାରୀରେ ଏକ ସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ଅନୁମାନ କରାଯାଉଛି ଯେ ସେ ଏହି ଦିନ ପରବର୍ତ୍ତୀ କିସ୍ତି ମଧ୍ୟ ଜାରି କରିପାରନ୍ତି। ତଥାପି ବର୍ତ୍ତମାନ ଏ ସମୟରେ କୌଣସି ସରକାରୀ ସୂଚନା ମଧ୍ୟ ପ୍ରକାଶ ପାଇନାହିଁ। କିନ୍ତୁ ପୂର୍ବ କିସ୍ତିର ରେକର୍ଡକୁ ଦେଖିଲେ ଅନୁମାନ କରାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇରେ ବିହାରରୁ ଏହି କିସ୍ତି ଜାରି କରିପାରନ୍ତି। କିନ୍ତୁ ସରକାରଙ୍କ ଠାରୁ ସରକାରୀ ସୂଚନା ମିଳିବା ପର୍ଯ୍ୟନ୍ତ ଚାଷୀମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ ପରବର୍ତ୍ତୀ କିସ୍ତି ଜାରି ହେବା ପୂର୍ବରୁ ଯୋଜନାର ୱେବସାଇଟରେ ସରକାରୀ ତାରିଖ ଘୋଷଣା କରାଯିବ। ଚାଷୀମାନେ ସରକାରୀ ୱେବସାଇଟ pmkisan.gov.inରେ ପରିଦର୍ଶନ କରି ଅପଡେଟ୍ ଯାଞ୍ଚ କରିପାରିବେ। ଆଶା କରିବି ଆପଣମାନଙ୍କୁ ଭିଡ଼ିଓଟିରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିପାରିଥିବେ।